ଆମ ସମାଜରେ ଦିନକୁ ଦିନ ଚୋରି ଉଗ୍ର ରୂପ ନେଲାଣି। ଆଜି କାହିଁକି ଏ ଚୋରି ଉଗ୍ର ରୂପ ନେଲାଣି, ତାର କାରଣ କଣ? କେତେବେଳେ ଆମମାନଙ୍କର ଅସଚେତନତା କାରଣର ଫାଇଦା ଉଠାଉଛନ୍ତି ସେମାନେ, ଆଉ କେତେବେଳେ ସେମାନେ ବେଥେଣ୍ଡା ଯୁକ୍ତି କରୁଛନ୍ତି ଯେ ସବୁଠି ତ ସମସ୍ତେ ଚୋରି କରୁଛନ୍ତି, ଆମେ କଲୁ ତ କଣ ହେଲା। ସେଇଭଳି ଜଣେ ଚୋର ଆଜି ଆମ ଓଡ଼ିଆ ଗଳ୍ପ ୟୁଟ୍ୟୁବ ଚ୍ୟାନେଲରେ ଉପସ୍ଥିତ ହୋଇଛନ୍ତି। ତାଙ୍କ ନାଁ ହେଉଛି ଅରୁଣ ପଲେଇ। କୋଉ ଜିଲ୍ଲା କୋଉ ଗାଁ ଏସବୁ ମେନସନ କରିବାକୁ ଆମକୁ ଅଫିସିଆଲି ମନା ଅଛି। ତ ଆମେ ସିଧାସଳଖ ତାଙ୍କୁ ଡାକିବା, ସେ ତାଙ୍କ ପକ୍ଷ ରଖିବେ। ଅରୁଣ ପଲେଇ ହାଜିର ହଉ। बहुत प्यार करते हैं ଏଇଟା କଣ ଗୀତ तुमको। ବୋଲିବା ଜାଗା ନା କଣ? ଆପଣ କଣ ଷ୍ଟୁଡିଓ ଗୀତ ବୋଲିବାକୁ ଆସିଛନ୍ତି ନା କଣ? ପାର୍ଟି କରନି, ମୁଁ ରାତି ଉସିନ୍ଦ୍ରା ହେଇଛି, ଆପଣ ଗୋଟେ ଗୀତ ବୋଲିଲା ବେଳକୁ କିଏ ରାତି ଅନିଦ୍ରା? ଆପଣ କଣ ମାନେ ହୋମଗାର୍ଡ ଅଛନ୍ତି ନା କଣ? ଆପଣଙ୍କର ଡ୍ୟୁଟି କଣ ରାତିରେ? ଆମର ସିବିଏସ୍, ସିବିଏସ୍ ମାନେ ଆମର ଚୋରି ବିଦ୍ୟା ଶିକ୍ଷା ଆମ ଗୋଟେ ସଂଘ ଅଛି। ମାନେ ଆପଣ ଆର ଗୋଟେ ଫୁଲ ଫର୍ମ ମାନେ ଏମିତି ବି ଇଂଲିଶ ନାଁ ବି ଦେଇ ସାରିଲେଣି। ସିବିଏସ୍ ଆଉ ଆଗରୁ ଥିଲା ଏମସିବିଏସ୍, ତ ମୁଁ ସେଇଟା ମାନେ ଏମସିବିଏସ୍ ତା ଅର୍ଥ କଣ? ସେଇଟା ମାଗଣା ଚୋରି ବିଦ୍ୟା ଶିକ୍ଷା, କିନ୍ତୁ କେହି ସେଥିରେ ସଂଘ କରି ଖାଲି ସେଇଟା ସିବିଏସ୍ ରଖିଥିଲେ। ସିବିଏସ୍ ମାନେ ସମସ୍ତେ ଡରୁଛନ୍ତି, ଇଏ ସିବିଆଇ ଫିବିଆଇ ହେଇଥିବେ। ଆପଣ ଚୋରି ବୃତ୍ତିଟା କେତେ ବର୍ଷ ହେଲାଣି ଆପଣେଇଲେଣି? ଏଇ ଫାଷ୍ଟ ମୁଁ ସ୍କୁଲରେ କରୁଥିଲି, ଯେତେବେଳେ ମତେ 12-13 ବର୍ଷ ହେଇଥିଲା। କାଠୁ ପେନ୍, ଶିକ୍ଷକଙ୍କ ମୋବାଇଲ ଚୋରେଇ ନେଇଥିଲି ଥରେ। କିଏ ମାଡ ଖାଇନାହାନ୍ତି କିନ୍ତୁ? ମାଡ ତମେ ତମ ଜୀବନରେ ମାଡ ଯେତେ ଖାଇଛ, ମୁଁ ସେତିକି ଖାଇଛି। ତମେ ତମର ଏଇଠି ଡ୍ୟୁଟି କଲ, ଗଲେ ଘରକୁ ଟେକି ଟାକିକି ଶୋଇବ, କିନ୍ତୁ ଆମେ ରାତିରେ ଶୋଇବୁନି। ଆମ ରାତି ଡ୍ୟୁଟି, ଆମେ ଦିନ ବେଳା ଆମେ ଶୋଇବୁ, ଆମେ ଯାତ୍ରା କରିବୁ। ରାତି ବେଳା ଆପଣ ବୁଲିବେ, କାହା ଘରେ କଣ ଅଛି ଦେଖିକି କଳାକନା ବୁଲାନ୍ତି। ଆମେ କଳାକନା ବୁଲଉନୁ, ଆମେ ଲୋକଙ୍କୁ ଦେଖୁଛୁ କିଏ ଜିନିଷ ପତ୍ର କେମିତି ରଖିଛି। ଯେତେବେଳେ ଯୋଉଟା ଫେକେନ୍ସ ପାଇଲ ସେଇଟା ଗାଣ୍ଡି ମାରିକି ପଳେଇଲୁ। ଆଉ ଆପଣ ଟିକେ ଆପଣଙ୍କୁ କୁହାଯିବ ଅଭଦ୍ରଙ୍କ ଭଳି ଆପଣ ବିହେଭ କରିବେନି, କାରଣ ଏଠି ଲାଇଭ ଚାଲିଛି। ଅଭଦ୍ର ଭାଷାରେ ସଂଯତ ରଖି ଆପଣ କଥାବାର୍ତ୍ତା କରିବେ। ଭାଷା ତ ମୁଁ କିଛି କହିନି, ମୁଁ ଯେତେବେଳେ 16 ଅକ୍ଷରୀ ଉଡେଇବି ସେତେବେଳେ ଆପଣଙ୍କୁ ଭଲ ନାଇଁ, ଆପଣ ଏଠି ସେଟା କହିପାରିବେନି, ଏଠି ଏଇଟା ନିୟମ ନାହିଁ ଆମର। ଆପଣଙ୍କ ଏଇଠି ଏଇଠି ଆପଣଙ୍କ ଅଫିସ ଟା ପାଖାପାଖି ଘର ଗୁଡା ବଡ ବଡ ରଖିଛନ୍ତି, ଏଇଠି ସବୁ କେତେ ନମ୍ବର ତାଲା ଫାଲା ନାଇଁ, ଲାଗୁଛି? ଆପଣଙ୍କର କଣ ଦରକାର ସେସବୁ ଜିନିଷ? ଆପଣ ଜାଣିନାହାନ୍ତି ରାତିରେ ତାଙ୍କ ଘରେ ବସିବେ ନା କଣ? ଛୋଟ ଛୋଟ କବାଟ ଅଛି ତ, ସେଇଥିପାଇଁ ଲୋକ କେତେବେଳେ ଶୋଉନ୍ତି ଏଠି। ମୁଁ କିଛି ଦେଖିଛି ଦିନ ତଳେ ଗୋଟେ ଅଭିଯୋଗ ଆସିଛି, ଚକ୍ରଧର ଦାସ ସେ ଅଭିଯୋଗ କରିଛନ୍ତି ଯେ ଆପଣ ତାଙ୍କ ଘରେ ପଶିଥିଲେ ଚୋରି କରିବା ପାଇଁ, କିନ୍ତୁ ସେ ଧରିବାକୁ ଚେଷ୍ଟା କଲେ, ଆପଣ ଖସିଗଲେ। କିନ୍ତୁ ଯୋଗକୁ ପୋଲିସ ଆପଣଙ୍କୁ ଧରିଲା, କିନ୍ତୁ ଆପଣ ପୋଲିସ ସହିତ ଅତି ବେଥେଣ୍ଡା ଯୁକ୍ତି ସବୁ କଲେ। କହିଲେ ସରକାରୀ ସ୍କୁଲରେ ତ ମାଷ୍ଟର ମାଷ୍ଟରାଣୀ ମାନେ ଚୋରି କରୁଛନ୍ତି, ଆମକୁ କାହିଁ ଆପଣ ମାନେ ଧରୁଛନ୍ତି? ମାଷ୍ଟର ମାଷ୍ଟରାଣୀ କଣ ଚୋରି କଲେ? ସରକାରୀ ସ୍କୁଲରେ ଚୋରି କରୁଛନ୍ତି, ପାର୍ଲିଆମେଣ୍ଟରେ କଣ ଚୋରି କରୁନାହାନ୍ତି? ପ୍ରଥମେ କୁହନ୍ତୁ, ସରକାରୀ ସ୍କୁଲରେ ଚୋରି କଣ କଲେ କିଏ? ସରକାରୀ ସ୍କୁଲରେ ଯୋଉ ପିଲାଙ୍କ ପାଇଁ ଖାଦ୍ୟ ଆସୁଛି ସେଇଟା ଚୋରେଇକି ନେଇଯାଉଛନ୍ତି। ଏଇ ଯୋଉ ଠିକାଦାର ମାନେ ଛଡ ସିମେଣ୍ଟ ଆସୁଛି 10 କ୍ୱିଣ୍ଟାଲ, କିନ୍ତୁ ଆର ଦିନ ସକାଳ ପାଇଲେ ସେଇଠି 5 କ୍ୱିଣ୍ଟାଲ ଅଛି। ଏଇଟା କିଏ ଚୋରି କରୁଛି? ଆମେ। ସରକାରୀ ସ୍କୁଲରେ ମାଷ୍ଟର ମାଷ୍ଟରାଣୀ ମାନେ ପିଲାଙ୍କ ମଧ୍ୟାହ୍ନ ଭୋଜନ ଟଙ୍କା ଯୋଉ ଆସୁଛି ତାକୁ ମାରୁଛନ୍ତି। ତମେ ଆମକୁ କହୁଛ ତ ଭଗବାନ ପରା ଚୋରି କରୁଥିଲେ ଦ୍ୱାପର ଯୁଗରେ, ଦହି ମହି ଆପଣ ଦେଖିଥିଲେ ଭଗବାନ ଯେ ଚୋରି କରୁଥିଲେ, ଆପଣ ଘରକୁ ଆସିଥିଲେ, ଆପଣ ଦେଖିଥିଲେ ସେତେବେଳେ। ଆପଣ ଗୋପୀ ମାନଙ୍କ ଘରକୁ ଯାଉଥିଲେ, ଆମେ ନଥିଲୁ, ନହେଲେ ଆମ ଘରକୁ ବି ଶୁଣନ୍ତୁ, ଆସିଥାନ୍ତେ। ବେକାର ଯୁକ୍ତି କରନ୍ତୁନି। ଆପଣ ଯୋଉ କହିଲେ ସରକାରୀ ସ୍କୁଲର ମାଷ୍ଟର ମାଷ୍ଟରାଣୀ ମାନେ ବି ଚୋରି କରୁଛନ୍ତି, ବା ପିଲାଙ୍କ ମଧ୍ୟାହ୍ନ ଭୋଜନ ଟଙ୍କାକୁ ମାରିକି ପିଲାଙ୍କୁ ପାଣିଆ ଝୋଳ ବା ନିମ୍ନମାନର ଖାଦ୍ୟ ଏମିତି ଦଉଛନ୍ତି। ଆପଣ ଗୀତ ଟିକେ ବନ୍ଦ କରିବେ ତ ଏଠି। ଆପଣ ଏଇ ଯୋଉ ଆପଣଙ୍କ ମୋବାଇଲ ନମ୍ବର ଟା କେତେ କି ସାର୍? ନାଇଁ, ମୋ ମୋବାଇଲ ନମ୍ବର ଆପଣ ଜାଣିବା ଦରକାର ନାହିଁ। ଆପଣ ଗୋଟେ ପ୍ରଶ୍ନର ଉତ୍ତର ଦିଅନ୍ତୁ। ସରକାରୀ ସ୍କୁଲରେ ଯୋଉ ଦୁର୍ନୀତି ହଉଛି, ବା ଯୋଉ ସରକାରୀ ମାଷ୍ଟର ମାଷ୍ଟରାଣୀ ଆପଣ ଯୋଉ ଚୋର ଚୋରଣୀର ଆଖ୍ୟାପ ଦେଲେ, ଏଇଟା କଣ ଖାଲି ସାଧାରଣ ସ୍କୁଲରେ ହଉଛି ନା ବ୍ଲାଇଣ୍ଡ ସ୍କୁଲରେ ବି ଧନ୍ଦା ଚାଲିଛି? ଆପଣ ଏ ଅଭିଯୋଗ ବି କରୁଛନ୍ତି। ବ୍ଲାଇଣ୍ଡ ସ୍କୁଲ କଣ? ବ୍ଲାଇଣ୍ଡ ସ୍କୁଲରେ ବେଶୀ ଚାଲୁଛି, ସେଇଠି ପିଅନଠୁ ନେଇକି ଶିକ୍ଷକ ପର୍ଯ୍ୟନ୍ତ ଚୋରି କରୁଛନ୍ତି। ଏମିତିକି ଓନର ମାନେ ବି ଆପଣ ଅଭିଯୋଗ କରୁଛନ୍ତି, ପିଲାଙ୍କ ନାଁରେ ଟଙ୍କା ଆଣିକି ନିଜେ ରାଜଧାନୀରେ ପ୍ଲଟ ଫ୍ଲାଟ ନିଜ ମିସେସ ନାଁରେ କିଣୁଛନ୍ତି। ଡେଫିନେଟଲି। ଆପଣ ଆଉ ଗୋଟେ କଥା କୁହନ୍ତୁ, ଆପଣ କହୁଛନ୍ତି ପୋଲିସ କିଏ? ପୋଲିସ ବା ଆମ ଭାଇ। ପୋଲିସ ଆପଣ ପୋଲିସ ଆମ ହସିଲେ କଣ ପାଇଁ? ଆମ ପୋଲିସ ଆମ ଭାଇ ବା। ପୋଲିସ ପାଇଁ ଆମେ କେତେ ଜାଗାରୁ ଆମେ ବଞ୍ଚିକି ଆସିଛୁ। ପୋଲିସ ପାଇଁ ଆପଣ ବଞ୍ଚିକି ଆସୁଛନ୍ତି? ଆଉ ପୋଲିସ ତାଳମେଳ ନ ଖାଇଲେ ଢାବାରେ ମାଲ ପିଆ ହଉଥିବ, ସେଇଠି ପୋଲିସ ପହଞ୍ଚିବ, ଆମେ ତାକୁ ବି ମାଲ ଯଚାଇ ଦେବୁ। ଆଚ୍ଛା, ଏ ସବୁ ସିସିଟିଭି କ୍ୟାମେରା ଲାଗିଛି, କେମିତି କଣ ସବୁ ଚାଲିଛି? ଶୁଣନ୍ତୁ ନା, ସେଇଟା ମୁଁ ଯେତେବେଳେ ମୋର ଚୋରି ବିଦ୍ୟା ଟା ଫାଷ୍ଟ ଶିଖିଲି, ମୁଁ ଗୋଟେ ଘରକୁ ଏମିତି ଯାଇଥାଏ ଚୋରି କରିବା ପାଇଁ। ସେଇଠି ସେ କଣ ସିଷ୍ଟମ କରିଥିଲା ଯେ ଲେଖା ଥିଲା ବାଁ କୁ ଯାଅ, ବାଁ କୁ ଗଲା ପରେ ଡାହାଣ। ବାହାଘର କି ବ୍ରତଘର ଥିବ, ସେଇଦିନ ସେ ଲେଖିଦେବେ।
ନା ସେମିତି ନାହିଁ, ଯେତେବେଳେ ମୁଁ ଘରକୁ ଫାଷ୍ଟ ଏଣ୍ଟ୍ରି କଲି ସମସ୍ତେ ଶୋଇଛନ୍ତି ହେଲା, ହଁ ସେଇଠି ଲେଖା ଥିଲା ବାଁକୁ ଯାଅ, ମୁଁ ବାଁକୁ ଗଲି, ଡାହାଣକୁ ଯାଅ, ଡାହାଣକୁ ଗଲି, ସେଇଠି ଥିଲା ରେଡ୍ ବଟମ ମାରିବ ତାପରେ ଆଲମିରା ଖୋଲିବ ଏମିତି ଲେଖା ଥିଲା। ଆଉ ମୁଁ ହଁ ଭାବିଲି ବାଁକୁ ଆସିଲି ଡାହାଣକୁ ଆସିଲି ରେଡ୍ ବଟମ ଦେଖାଗଲା, ଏଥିରେ ଆଉ ଅବିଶ୍ୱାସ କରିବାର କଣ, ମୁଁ ସେଇଠି ରେଡ୍ ବଟମ ଟା ଦବେଇ ଦେଲି। ହଁ ସେଇଠି କିਉଁ ଗଲା, ସେତେବେଳେ ସାରା 150 ଟଙ୍କା ଆସିକି ବାଡେଇଲେ। ଆପଣ କେମିତି ସେଇଠି ଭାବିଦେଲେ ଯେ ଆପଣଙ୍କୁ ମାନେ ସେ ପ୍ରୋତ୍ସାହନ ଦେଇଦେବେ ଯେ ଆସ ମାଲ ରେଡି ତାକୁ ନେଇକି ଚାଲ ବୋଲି? ଆମେ ଆମେ ସେଇଟା ଭାବିଲୁ। ତାପରେ ମୁଁ ସେତେବେଳେ ଗଲି, ତାପରେ ପୋଲିସ ଯେତେବେଳେ ସେଇଠିକୁ ପହଞ୍ଚିଗଲା, ହଁ ପୋଲିସ କହିଲା କୁଆଡେ, ମୁଁ କହିଲି ସାର୍ ମୁଁ ଆସିଥିଲି ଏଠି ଚୋରି ଚାରି ହଉଥିଲା, ମୁଁ ଏମାନଙ୍କୁ ମନା କରିବାରୁ ଏମାନେ ମତେ ବାଡଉଛନ୍ତି କହିଲି। ପୋଲିସ କହେ ତାକୁ କାହିଁକି ଧରିଛ କହିଲେ, ତାପରେ ପୋଲିସ ଯେତେବେଳେ ଛାଡିକି ସେମାନଙ୍କୁ ସେ ସବୁ ପଳେଇଲେ, ପୋଲିସ ଆମେ ୟାକୁ ନେଇଯାଉଛୁ କହିଲେ, ମତେ ତାଙ୍କ ଫାୟାର ଗାର୍ଡରେ ବସେଇକି ନେଇଗଲେ। ହଁ ତାପରେ କିଛି ଦୂର ପରେ କଣ ସବୁ ଧରୁଛୁ ଦେଖା, ତାପରେ ମୁଁ ଦେଖେଇଲି ମୋବାଇଲ ଥିଲା, ଏଇ ଯୋଉ 1.5 ଲକ୍ଷ 2 ଲକ୍ଷ ଟଙ୍କା ହବ 2ଟା ମୋବାଇଲ ଥିଲା, ଆଉ ମାନେ ସୁନା। ଏଠି ରକ୍ଷକ ଅଛି ସିଏ ବି ଭକ୍ଷକ ସାଜିଛି ଆପଣଙ୍କ କଥାରୁ ଯାହା ଜଣା ପଡିଲା। ଆପଣ ମୁଁ ଗୋଟେ କଥା ବୁଝିପାରିଲି, ଆମ ଗାଁରେ ଗୋଟେ ମାଇକିଣା ଅଛି, ସେ କହିବ ମୋ ଘଇତା କେବେ ହାରେନି, ମାନେ ଆପଣ କେମିତି ସେ ଅଭଦ୍ରଙ୍କ ଭଳି କଣ ବିହେଭ କରୁଛନ୍ତି? ମୋ କଥା ଶୁଣି ନ ସାରିକି ଆପଣ ଗଜ ଗଜ ହଉଛନ୍ତି, ଆପଣ ଶୁଣନ୍ତୁ ସାର୍। ହଁ ସେଇଠି ତାପରେ କହିଲେ ତୁ କେତେ ପାଇଛୁ, ନା ଏତିକି, ଆଉ କଣ ପାଇଛୁ, ପଇସା ପତ୍ର ସେଇ ତାଙ୍କ ଏଟିସି ରେ ଯାହା ଥିଲା 3-4 ଲକ୍ଷ, ସେ କହିଲେ ପୁରା ଏଟିସି ଟା ଦେଇଦେ ଆଉ ତୁ ପଳା। ତାପରେ ମୁଁ କହିଲି ସାର୍ ମତେ ଛାଡିଦେବେ, ହଁ ତୁ ଯା। ଆଉ ମୁଁ ତାପରେ ତାଙ୍କୁ ସେଇଠି କହିଲି, ଆପଣ ସାର୍ ମତେ ଖାଲି ଆପଣଙ୍କ ଗୋଟେ ଡ୍ରେସ ମତେ ଦିଅନ୍ତୁ, ଆପଣ ଯୋଉଠି ଯେତିକି ଚୋରି ହଉଛି ସବୁ ଆପଣଙ୍କୁ ଆଣିକି ଦେବି। କହିଲେ ହଁ ତୁ ଆମ ଭାଇ, ତୋ ପାଇଁ ଆମ ଡ୍ୟୁଟି ବଞ୍ଚିବ, ତୁ ଯା, ତୁ କିନ୍ତୁ ତୁ ଫସିବୁନି କହିଲେ। ସେଇଠୁ ମୁଁ ଯାହା ପାଏ ପୋଲିସକୁ ଦିଏ, ଅଧା ମୁଁ ନିଏ, ଆଉ କଣ। ରାଧେ ରାଧେ, ତମର ଅଧେକୁ ଆମର ଅଧେ ଆଉ କଣ। ବାସ୍ ଯେମିତି ବାସ୍। ଯେମିତି ବ୍ଲାଇଣ୍ଡ ସ୍କୁଲରେ ଆମର ସେକ୍ରେଟାରୀ ଆଉ ସୁପରିନଟେଣ୍ଡେଣ୍ଟଙ୍କ ଭିତରେ ଚାଲିଛି ଆଉ କଣ, ବା ପ୍ରିନ୍ସିପାଲ ଭିତରେ ଚାଲିଛି ନା ଆଉ କଣ। ଆପଣ ଭଲ ବୁଝଉଛନ୍ତି, ଆପଣ ଆମ ସିବିଏସ୍ ଗ୍ରୁପ ର ପ୍ରେସିଡେଣ୍ଟ ହେଇଯାଉନାହାନ୍ତି। ନାଇଁ ମୋର ଦରକାର ନାହିଁ ସେମିତି ବେକାର କାମ କରିବା। ଆପଣଙ୍କର ମାସକୁ ହେଲେ ଇନକମ କେତେ? ମାସକୁ ଏମିତି ପର୍ବପର୍ବାଣୀ ପଡିଲେ ହେଇଯାଏ 15-20 ଲକ୍ଷ, ସାଧା ଟାଇମରେ 10-12 ମାନେ ଲକ୍ଷ। ପର୍ବପର୍ବାଣିରେ 20 ଲକ୍ଷ? ଆଉ ପର୍ବପର୍ବାଣୀ ଶୁଣନ୍ତୁ, ମୁଁ କେମିତି ଚୋରି କରିଛି। ହଁ ଆପଣଙ୍କ ଗାଁରେ ଯାତ୍ରା ହବ, ହେଲା ଆମ ଲୋକ ଗୁଡା ଏଡେ ଭକୁଆ ସବୁ କହିବେ ଆମ କୁକୁର ଜଗିଛି, ଆମ ଏଇଟା ଅଛି, ଠାକୁର ଅଛନ୍ତି, କିଛି ହବନି ହେଲା। ମୁଁ ଥରେ ଗୋଟେ ଘରକୁ ପଶିଲି, ହଁ ଫାଷ୍ଟ ସେଇଠୁ ଗୋଟେ ଏଟିଜି ଉଠେଇଲି, ଦେଖିଲି 12 ଲକ୍ଷ ଟଙ୍କା ଥିଲା। 12 ଲକ୍ଷ? ହଁ ତାପରେ ଗୋଟେ ବସ୍ତା ନେଇଥିଲି, ସେଇଠି ଗୋଟେ ଗ୍ରାଇଣ୍ଡର ଥିଲା, ଟିଭି, ତାଙ୍କର ଏସି ସବୁ ଝିଙ୍କି ଝାଙ୍କିକି ଭାଙ୍ଗୁ ପଛେ ସେଇଟାକୁ ନେଇକି ଏଇଟା କଲି। ମାନେ ପୁରା ଆପଣଙ୍କ ଘର ଯେମିତି ଆପଣ ସେମିତି ପଶିଲେ ପୁରା ଆରାମସେ ଧରିଲେ ଚାଲିଲେ? ମତେ ନିଦ ଲାଗିଲା, ହଁ ମୁଁ ସେଇଠି ମାଲ ଟିକେ ଟାଣିକି ପୁଣି ଶୋଇଲି। ଶଳା ଉଠିଲା ବେଳକୁ 2ଟା ହେଲାଣି, ଲୋକ ଆସିନାହାନ୍ତି। ପୁଣି ଯାହା ଥିଲା ତାଙ୍କର ସବୁ ଧଇଲି। ସୁନା ଥିଲା 5-6 ଭରି, ସେଇଟାକୁ ନେଇକି ବଣିଆକୁ ଦେଲି, ବଣିଆ ମତେ ଦେଲା 5,000 ଦେଲା, 5 ଭରି ସୁନାକୁ, ଆଉ କଣ। ଆଚ୍ଛା ଆଚ୍ଛା, ଆପଣ କହୁଛନ୍ତି ଇଲେକ୍ସନ ସମୟରେ ଯଦି ଆମେ ନ ଚାହିଁବୁ ନେତା ମାନେ ଜିତିବେନି, ଆ କାରଣଟା କଣ? ଆମେ ନେତା ମାନେ ଆମେ ଯୋଉଠି ପଇସା ବଣ୍ଟା ହବ ଆମେ ଲାଇନ କାଟିବୁ ସେଇଠି, ଯୋଉଠି ଯୋଉ ଗାଡି ଥିବ ସେଇଠି ସେ ପ୍ରେସିଡେଣ୍ଟ ସେ କ୍ୟାଣ୍ଡିଡେଟ ଠିଆ ହେଇଥିବ, ସେଇଠି ଯୋଉ ଗାଡି ପାଇଁ ବେଶୀ ଉତ୍ପାଦ ହଉଥିବ ସେ ଗାଡିକୁ ଆମେ ପେଟ୍ରୋଲ ପକେଇକି ଜାଳିଦବୁ, ନହେଲେ ଆମେ ସେ ଗାଡିଟାକୁ ଚୋରି କରି ଆଣିବୁ। ଆମେ ଗତ ଟ୍ରେନରେ ଚୋରି ଇଲେକ୍ସନରେ କରୁ। 3ଟା ମର୍ଡର ହେଇଛି ପଶ୍ଚିମ ଓଡିଶାରେ, ତାମାନେ ସେଥିରେ ଆପଣ ହିଁ ଇନଭଲଭ ଅଛନ୍ତି। ମୁଁ ନାହିଁ, ଆମର ଅନ୍ୟ ପିଲା କିଏ ଥିବେ। ମୁଁ ଏବେ ନଥିଲି, ମୁଁ ସୁରାଟ ଯାଇଥିଲି। ସେଠି ଆପଣଙ୍କର କାମ କଣ? ଆମ ଟ୍ରେନରେ ପ୍ରବଳ କମାଣିବା, ଆମ ଟ୍ରେନରେ ବେଶୀ ଇନକମ ହୁଏ ଆମର। ଟ୍ରେନରେ କେମିତି ଇନକମ? ଆପଣ କଣ ଟିଟିଆଇ ନା କଣ ଚାକିରି ବାକିରି କଣ କରୁଛନ୍ତି? ଟିଟିଆଇ ଠୁ ବଡ, ଟିଟିଆଇ ସିଏ କିଏ ମ? ଆଉ ଆମେ ଟ୍ରେନରେ ଯେତେବେଳେ ଯାଉ, ଆମ ଓଡିଆ ଲୋକଙ୍କର ଗୋଟେ ବୁଦ୍ଧି ଅଛି ହଁ ଯେ ତାଙ୍କ ସହିତ ବସିକି ଯଦି ତମେ 2-4 ପଦ ଭଲ କଥା ହବ, ସେ ଭାଇବେ ଆପଣଙ୍କ ଗୁଆଦିଆ ବନ୍ଧୁ। ହଁ ଥରେ ମୁଁ ବସିଛି, ସେ କହିଲା, ମୁଁ କହିଲି ଆଜ୍ଞା ମୁଁ ଗାଁରୁ ଆସିଛି, ମୋ ମା ବାପା ଏମିତି ସେମିତି, ମୋ 3ଟା ଭଉଣୀ, ବାହା କରିବାର ଅଛି ଆଜ୍ଞା, ଏମିତି ସେମିତି। ତାପରେ ସେ କହିଲା, ବାବାରେ ତୋ ଭଗବାନ ତୋତେ ସାହା ହେବେ, ଆଜି ତୋର ଅସୁବିଧା ପଡିଛି, କାଲିକି ସୁବିଧା ରହିବ। ଏଇଟା ମୁଁ ସୁରାଟ ଯାଉଛି, ସୁରାଟରୁ ଆସୁଛି ମାଲ କଲିକତା ଯିବାର ଥିଲା, ସେଇଠି ଯାଇପାରିଲିନି, ମାଲ ମାନେ କଲିକତା ବନ୍ଦ ଅଛି, ଏଇଟା ଟ୍ରେନରେ ବସିକି ଆସୁଛି। ତାପରେ ଏଇଠି ଦେଖରେ ବାପା, ତୁ ମୋ ପୁଅ ଭଳିଆ ଲୋକ, ଏଇଠି 3.5 ଲକ୍ଷ ଟଙ୍କା ଅଛି, ମୁଁ ଟିକେ ଶୋଉଛି କହିଲା। ହଁ ସେ 2 ମିନିଟ ଯାଇଛି, ପୁରା ଘୁଙ୍ଗୁଡି ମାରିକି ଶୋଇଲା। ହଁ ସେଇଠି ଖୋର୍ଦ୍ଧାରୁ ଯେତେବେଳେ ଆସିଲା, ସେ 3.5 ଲକ୍ଷ ଟଙ୍କା ମୁଁ ଧରିକି ଫେରାଲ। ମାନେ ଆପଣଙ୍କୁ ପୁଅ ବୋଲି ସେ ଭାବିଥିଲେ, ଆପଣ ତା ବିଶ୍ୱାସରେ ବିଷ ଦେଇଦେଲେ। ପୁଅ ବୋଲି ଭାବିଲା ମାନେ ବାପ ସମ୍ପତ୍ତିଟା ପୁଅ ଖାଇବ ନା ଆଉ କିଏ ଖାଇବ? ଆପଣଙ୍କର ମାନେ ଆପଣଙ୍କୁ ଭଲ ଖରାପ ଲାଗୁନି? ଭଲ ଲାଗୁଛି ଏଇ କାମ କରିବା ପାଇଁ? ତା ପରଦିନ 2-4 ଦିନ ପରେ ମାଷ୍ଟର କ୍ୟାଣ୍ଟିନରେ ସେ ଲୋକ ସହିତ ମୋର ଭେଟ ହେଲା। ତାହେଲେ ନିହାତି ମାରିଥିବ ସେ ଆପଣଙ୍କୁ? ନାଇଁ, ସିଏ ଶସ ହଉଥାଏ। ମୁଁ କହିଲି ଭାଇ କଣ ଶସ ହଉଛ, ଝାଡା ଫଡା ଲାଗିଲାଣି କି? ହୁଁ। ସେ କହିଲା ନାଇଁ ରେ ପୁଅ, ତୋ ଭଳିଆ ଗୋଟେ ପିଲା ଦେଖା ଯାଉଥିଲା, ସେଇଠି ଶଳା ମୋ ଏମିତି ସେମିତି 3 ଲକ୍ଷ ପଟି ମାରିକି ପଳେଇଲା କହିଲା।
ହଁ ମୁଁ ସେଇଠି ବାଥରୁମ କୁ ଯାଇକି ସାଙ୍ଗେ ସାଙ୍ଗେ ମୋ ଡ୍ରେସ ପଟା ଚେଞ୍ଜ କରିକି ଗୋଟେ ଜ୍ୟାକେଟ ଟେ ପିନ୍ଧିକି ଗୋଟେ ମେକଅପ୍ ବି ମୁଁ ଧରିଥାଏ ମୁହଁରେ ମାରିଦେଲି ଆଉ ଚୁଟି ଟାକୁ ମୋର କୁଣ୍ଡେଇକି ସାଇଡ ରେ ଗୋଟେ କ୍ଲିପ ମାରିକି ଆସିଲି ତାରି ପାଖରେ ବସିଲି। ହଁ ସେ ଖାଇଲା ସିଙ୍ଗଡା ସେଇଠୁ କିଣିକି ଖାଇଲା ମତେ ଗୋଟେ ଦେଲା ଯେତେବେଳେ ସିଙ୍ଗଡା ଦେଲା ମୁଁ ଉଲ୍ଟି ପଡିଲି ସେଇଠି ହଁ ଛାଟି ପିଟି ହେଲି ତଳେ ପୋଲିସ ଆଇଲେ କଣ ହେଲା ସାର୍ ଇଏ ମତେ ବିଷ ଦେଇଲା ସେଇଠି ତାକୁ ବାଡେଇ ବାଡିକି ନେଲେ ପୁଣି ତା ବ୍ୟାଗ୍ ଫ୍ୟାଗ୍ ଦେଖିଲି ଚେକ୍ କଲି ନେଇଗଲି ବ୍ୟାଗରେ ଲାପଟପ୍ ଗୋଟେ ଥିଲା ପୁଣି 2 ଲକ୍ଷ ଥିଲା। ମାନେ ଆପଣଙ୍କର ମୁଁ ଦେଖୁଛି ଆପଣଙ୍କ ତ ମାନେ ସରକାରୀ ଚାକିରିଆଠୁ ଆପଣଙ୍କର ବେଶୀ ଇନକମ ତ। ସରକାରୀ ଚାକିରି କଲେ ସେଇଟା ଭିକାରୀ ଆମେ ଖଟିବୁ ଖାଇବୁ। ମାନେ ସରକାରୀ ଚାକିରିଟା ଠୁ ଆପଣଙ୍କର ଖଟଣି ବେଶୀ। ଆଉ ସରକାରୀ ଚାକିରି କଣ ତମେ 10ଟାରୁ 4ଟା ଏସି ରେ ଆସିକି ବସିବା ଆମେ ରାତି ଭଲରେ ଗଲା ଭଲରେ ଯଦି ମାଡ ଖାଇବ ତ ହାଡ ପଞ୍ଜର ଏକାଠି ହେଇଯିବ ଯୋଉ ଭଳି ମାଡ ଆମେ ବର୍ଷା ରାତିରେ ଆପଣ କେମିତି କଣ କରନ୍ତି ମ୍ୟାନେଜ? ବର୍ଷା ଦିନେ ରାତିରେ କେମିତି ଆପଣ ମ୍ୟାନେଜ କରନ୍ତି? ବର୍ଷା ଦିନ ଆଜ୍ଞା ପ୍ରବଳ ଖର୍ଚ୍ଚ ବର୍ଷା ଦିନ ପ୍ରବଳ ସେ ଶଳା କେହି ଉଠିବେନି। ମୁଁ ଯେତେବେଳେ ମୁଁ ସ୍କୁଲ ସାରିଲି କଲେଜ ପଢିଲିଣି ହଁ ଫାଷ୍ଟ ସିକ୍ୟୁରିଟି ଥିଲି ତ ଗୋଟେ କଲୋନୀରେ ସିକ୍ୟୁରିଟି ଥିଲି ତ ସେଇଠି ଗାଡି ଗୁଡା ବହୁତ ପ୍ରବଳ ରଖନ୍ତି। ହଁ ସେଇଠୁ ଗାଡି ମାରେ ପହିଲା ଗାଡି ଗୋଟେ ତାପରେ ଗୋଟେ ଲୋକ ଆସିଲା ସେଇଠୁ ଗାଡି ଗୋଟେ ଚୋରି ଗାଡି ତୁ କଣ ଚୋରି କରୁଛୁ ମୁଁ ସିକ୍ୟୁରିଟି କେତେ ପାଉଛି ମୁଁ 800 ଟଙ୍କା ପାଉଛି 8000 ନେଇ କହିଲା। ତାପରେ ସେ ଶଳା କହିଲା ତା ଖଟିଲେ ଯଦି ଏତିକି ହଉଛି ମୁଁ କାହିଁ ଖଟିବିନି। ତାପରେ ଶଳା ପରଦିନ ସିସି କ୍ୟାମେରା ଲଗେଇଦେଲେ ସିସି କ୍ୟାମେରା ଲଗେଇଲେ ମାଡ ଖାଇଲି ତାପରେ ଏମିତି ଚାଲିଛି ଯେ ତାପରେ ମୁଁ ସିମ୍ପାଇଜ ବି କରେ ଏଇ ଯୋଉ ଭୁବନେଶ୍ୱରରେ ରାତି 4ଟା 5ଟାରୁ ସବୁ ଯାଉଥିବେ ଲେଡିଜ ଗୁଡା ସେଇଠି ମୁଁ କହିବି ଭାଉଜ କୁଆଡେ ଯାଉଛ ଏଇଠି ଏଇ ସାଇ ସେ ସାଇ ଭାଉଜ କୁଆଡେ କହିକି ଆପଣ ତାର ସୁନା ଚେନ୍ ଟା ନେଇ ଆସିବେ। ଆଚ୍ଛା ଗୋଟେ କଥା ଏଠି ମୁଁ ସମସ୍ତଙ୍କୁ କହିବାକୁ ଚାହିଁବି ସାଧାରଣ ଯିଏ ପାନ ଦୋକାନ ଟିଏ କରୁଛି ସିଏ ବି ମାସକୁ କହିଲା ଭଳିଆ 50,000 ଉପରେ ଇନକମ କରୁଛି ଗୋଟେ ସତ୍ ଉପାୟରେ ଇନକମ କରିବାକୁ ଆପଣଙ୍କୁ କାହିଁ ଇଚ୍ଛା କଲେନି? କଣ ସତ ଉପାୟରେ କଲେ ଆଜ୍ଞା ଦୁନିଆ ଟେନସନ ଗଭର୍ଣ୍ଣମେଣ୍ଟ କୁ ଟ୍ୟାକ୍ସ ଦେ ସେଇଟା ଆନ ସକାଳ ପାଇଲେ ପାନ କିଣ ସେଇଟା ଛୁଆ ପିଲା ଏଇଟା କଣ ଆମର ବ୍ୟାଚଲର ଯୋଉଠି ଖାଇଲୁ ସେଇଠି ଶୋଇଲୁ ଆମେ। ଆଚ୍ଛା ଆପଣଙ୍କ ଘରେ କିଏ କିଛି କୁହନ୍ତିନି ବାପା ମା ଭାଇ ଭଉଣୀ କି? ଆପଣ ଆମକୁ ଗୋଟେ କଥା ଆମେ ଚୋରି କରୁଛୁ କାହା ପାଇଁ ଫାଷ୍ଟ କଥା ନିଜ ପାଇଁ କଣ ନିଜ ପାଇଁ ଆମେ ଚୋରି କରୁଛେ ଯେ ସୁନା ପୁଣିଆକୁ ଦେଲି ସେ ଯଦି ସୁନା ଆମଠୁ ନ କିଣି ତ ଆମେ ଚୋରି କାହିଁ କରନ୍ତୁ। ସେମାନେ ଗ୍ୟାରେଜ ବାଲା କହୁଛନ୍ତି ମୁଁ ଏଇ ଯୋଉ ଗାଡି ଇଞ୍ଜିନ ଗୁଡା 200-400 ଟଙ୍କାରେ ବିକିଛି ସେଇଟା କେତେ ଟଙ୍କା ହବ ମୁଁ ଜାଣିନି। ମାନେ ଯୋଉଟା କି ଲକ୍ଷ ଲକ୍ଷ ଟଙ୍କାର ଜିନିଷ ଆପଣ 200-400 କେମିତି ବିକିଲେ? ସେଇଟା 1,00,000-2,00,000 ହବ ହଉ ସେଇଟା ଆମକୁ କହିଲେ ଏଇଟା 500 ପଡୁଛି ଏଇଟା ତତେ କମରେ ଆପଣଙ୍କୁ ଭୁଆଁ ବୁଲେଇ ଦେଉଛି। ଦେଇଛନ୍ତି ସେମାନେ। ସେଇଟା ଧୂଆଁ ବୁଲେଇଥିବେ ସେ ଚୋରି ଆମେ ନା ଆମର ଚୋରି ବିଦ୍ୟା ଭଲ ତ ମୁଁ ସେଇଟା ପୁରା ସିବିଏସ୍ ଆମର ଟିମ୍ ଅଛି। ଆଚ୍ଛା ଆପଣଙ୍କର ଶିକ୍ଷାଗତ ଯୋଗ୍ୟତା କେତେ? MBBS ମାନେ ମା ବାପାଙ୍କ ବେକାରୀ ସନ୍ତାନ ସପ୍ତମରେ ଫେଲ ହେଲି ଆଉ ପଢିଲିନି। ଆପଣ ତ ଭଲ ଇଂଲିଶ କହିପାରୁଛନ୍ତି। ଆଉ ଇଂଲିଶ ଆମର ସପ୍ତମ ଆଗ କାଳର ପଢା ଆପଣ ଏବେ PhD ଆମର ପଇସା ଫିକିକି ସାର୍ଟିଫିକେଟ ପାଉଛନ୍ତି କିନ୍ତୁ ଆମର ନାହିଁ। ମୋର ଭଗବାନ ମତେ କହିଲେ ତୁ ଚୋରି କରିକି ବଞ୍ଚ ମୁଁ ଚୋରି କରିକି ବଞ୍ଚୁଛି କିଏ କଣ ମୋର ତାଡିବ ତାଡ। ମୁଁ ଏତ ଦ୍ୱାରା ସମସ୍ତଙ୍କୁ କହିବାକୁ ଚାହିଁବି ଯଦି ବି ଏମାନେ ଆଜି ଚୋରି କରୁଛନ୍ତି ସେଥିପାଇଁ ଆମମାନେ ହିଁ ଦାୟୀ। ଏଠି ଯୋଉ ଆପଣଙ୍କ ଏଇ ଯୋଉ ଗାଡି ଗୁଡା ଅଛି ଏଇଟା କେତେ ନାଇଁ ନମ୍ବର ସେ ଗାଡି ଆପଣ ଦେଖିବେନି ସେଟା ଦରକାର ନାହିଁ କିଛି ଆମ ଗାଡି ଆପଣ ଦେଖିବା ଦରକାର ନାଇଁ ସେଟା ନାଇଁ କିଛି ଦରକାର ନାହିଁ। ନାଇଁ ଏଇଠି ଯୋଉ ଗୋଟେ ଗାଡି ଅଛି OD 03-3325 ଏଇଟା କୋଉ କାର ଗାଡି ନାଇଁ ମୁଁ ଜାଣିନି ସେଟା ନାଇଁ କିଛି ଦରକାର ନାହିଁ। ଯୋଉ ମୁଁ ଏତ ଦ୍ୱାରା ଜନସାଧାରଣଙ୍କୁ କହିବାକୁ ଚାହିଁବି ଯେ ଆପଣ ମାନେ ନିଜେ ସଚେତନ ରୁହନ୍ତୁ। ହଠାତ୍ କାହାକୁ ଟ୍ରେନରେ ଗଲାବେଳେ ବିଶ୍ୱାସ କରନ୍ତୁନି। ଆଉ ସରକାରକୁ ବି ଅନୁରୋଧ କରାଯିବ ପୋଲିସ ହଉ କି ସରକାରୀ ସ୍ତରରେ ଦୁର୍ନୀତି ବରଂ କମାଯାଉ। ଲାଞ୍ଚଖୋର ମନୋବୃତ୍ତିଟା ଏଇଟା ସରକାରଙ୍କ ତରଫରୁ ବନ୍ଦ କରାଯାଉ। ଲାଞ୍ଚଖୋର ମନୋବୃତ୍ତି ପାଇଁ ସେମାନେ ଆଜି ଗୋଟେ ପ୍ରୋତ୍ସାହନ ପାଉଛନ୍ତି। ତାପରେ ସ୍କୁଲ ମାନଙ୍କୁ ବି ରିକ୍ୱେଷ୍ଟ କରାଯିବ ସରକାରୀ ସ୍କୁଲର ଯୋଉ ଶିକ୍ଷକ ଶିକ୍ଷୟିତ୍ରୀ ନିରୀହ ନିଷ୍ପାପ ଶିଶୁଙ୍କର ଆପଣ ଯୋଉ ପଇସା ଖାଇକି ଆଜି କରୋଡପତି ହଉଛନ୍ତି ସେମାନଙ୍କ ନିଶ୍ୱାସ ଦିନେ ନା ଦିନେ ଆପଣଙ୍କ ଉପରେ ପଡିଯିବ। ଉଭୟ ସାଧାରଣ ସ୍କୁଲ ବା ବ୍ଲାଇଣ୍ଡ ସ୍କୁଲର ଓନର ମାନଙ୍କୁ ବି ଯୋଉ ନେତ୍ରହୀନ ମାନଙ୍କ ଟଙ୍କା ଆପଣ ଶୋଷୁଛନ୍ତି ଏଇଟା କୌଣସି ମତେ ଠିକ ନୁହେଁ। ଆପଣଙ୍କୁ ବି ଅନୁରୋଧ କରାଯାଉଛି ଆପଣ ଟିକେ ଭଲ ବାଟକୁ ଆସନ୍ତୁ। ଆପଣଙ୍କ ଘରଟା କୋଉଠି ସାର୍? ନାଇଁ ଆମ ଘର କୋଉଠି ନାଇଁ ଜାଣିବା ଦରକାର ନାହିଁ। ଆପଣଙ୍କ ଘରକୁ ଯିବା ପାଇଁ ନାଇଁ ଆମ ଘର ଦରକାର ନାହିଁ ଜାଣିବା କିଛି ଦରକାର ନାହିଁ। ଆପଣଙ୍କର ଏଇ କୁକର୍ମ ପାଇଁ ଓଡିଆ ଗଳ୍ପ ୟୁଟ୍ୟୁବ ଚ୍ୟାନେଲ ଆପଣଙ୍କୁ 10,000 ଟଙ୍କା ଜୋରିମାନା କଲା। 3 ଦିନ କଣ ଭିତରେ ଆପଣ ଦେବେ। 10,000 ଟଙ୍କା ଜୋରିମାନା କଲେ କଣ ହେଲା କମଲରୁ ଗୋଟେ ବାଳ ନେଇଗଲେ କମଲ କଣ ବେଡସିଟ୍ ହେଇଯିବ ମୁଁ ଦଉଛି ସାଙ୍ଗେ ସାଙ୍ଗେ ଏଇଠି ଦିଟା ଗାଡି ଯୋଉ OD ନାଇଁ ବର୍ତ୍ତମାନ ବାହାରେ ପୋଲିସ ଅଲରେଡି ହିଁ ଅଛି। ପୋଲିସ ଆମର ଭାଇ ବା ଆପଣଙ୍କୁ ବୁଝେଇ ହବନି ଆପଣଙ୍କୁ ବୁଝେଇବା ବି ସମ୍ଭବ ନୁହେଁ। 10,000 ଟଙ୍କା ଆପଣ 3 ଦିନ ଭିତରେ ଦେବେ। ଏସିଟା ଯୋଉ ଅଛି ଏଇଟା ନାଇଁ ଗଲା କିଛି ସେଗୁଡା ଦେଖିବା ଦରକାର ନାହିଁ। 10,000 ଟଙ୍କା ଆପଣ 3 ଦିନ ଭିତରେ ଦେବେ। ଆପଣ ଆମ ସହିତ ଯୋଗାଯୋଗ କରିଥିବାରୁ ଆପଣଙ୍କୁ ଧନ୍ୟବାଦ। ମୁଁ 10,000 ଦେବି ଆପଣଙ୍କୁ କିନ୍ତୁ ଏଇ ଯୋଉ